ଗୁଣିଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତନାଘନା। ସହରରେ 3 ପ୍ଲାଟୁନ୍ ପୋଲିସ ମୁତୟନ। ଶବ ବ୍ୟବଚ୍ଛେଦ ପାଇଁ ପଠାଇଲା ପଦ୍ମପୁର ପୋଲିସ। ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ପୁଣି ଥରେ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଜଣକୁ ଗୁଣିଗାରେଡ଼ି କରିବା ସନ୍ଦେହରେ ଗ୍ରାମବାସିନ୍ଦା ପିଟି ମାରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ହାଟପଦା ସାହିର ଭୈରବ ସାହୁ। ଭୈରବ ସାହୁ କୁଆଡ଼େ ଗୁଣିଗାରେଡ଼ି କରି ଲୋକଙ୍କୁ ମାରିଦେଇ ସର୍ବନାଶ କରୁଥିବା ଜଣାପଡ଼ିବା ପରେ ଗତକାଲି ସୋମବାର ମଧ୍ୟରାତ୍ରିରେ ତାକୁ ପିଟି ମାରିଥିବା ଜଣାପଡ଼ିଛି। ତେବେ ଆଜି ମଙ୍ଗଳବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ଭୈରବଙ୍କ ଘର ଭଙ୍ଗାରୁଜା ହୋଇଥିବା ଘଟଣାସ୍ଥଳକୁ ଯାଇଛି ଏବଂ ଛିନ୍ନ ଭିନ୍ନ କରି ଫିଙ୍ଗିଥିବା ଜିନିଷପତ୍ରରୁ କିଛି କାଠପାଳିଆକୁ ଜବତ କରିଛି ଏବଂ ପରେ ତଳସାହି ଚଉରା ଗଛ ମୂଳକୁ ଯାଇ ସେଠାରେ ଫିଙ୍ଗିଥିବା ଭୈରବ ସାହୁର ରକ୍ତ ଛିଟା ଏବଂ କୁରାଡ଼ି ବିଭିନ୍ନ ପ୍ରକାର ଲୁହା କାଠଫାଳିଆ ଏବଂ ଟେକା ପଥର ମଧ୍ୟ ରକ୍ତ ପଡ଼ିଥିବା ଛିଟାକୁ ସାଇଣ୍ଟିଫିକ୍ ଟିମ୍ ଜବତ କରିଛି। ପୋଲିସ ମୁତୟନ ହୋଇଛି। ବର୍ତ୍ତମାନ ପରିସ୍ଥିତି ଶାନ୍ତି ଥିଲାବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତନାଘନା ମଧ୍ୟ କରିଛି। ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରୁ ବିଭିନ୍ନ ଜିନିଷ ମଧ୍ୟ ଜବତ କରିଛି। ଘଟଣାସ୍ଥଳରେ ଆଡ଼ିସନାଲ ଏସ୍ପି, ଏସ୍ଡିପିଓ, ଗୁଣପୁର ଗୁଡ଼ାରୀ, ପଦ୍ମପୁର ଆଇଆଇସି ଏବଂ ଏଏସ୍ଆଇ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା ଗତକାଲି ହୋଇଥିଲା। ଟେକା ପଥର ମାରି ସେମାନଙ୍କୁ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏକ ପ୍ରକାର ପୋଲିସ ପହଞ୍ଚିବା ପରେ ଘଟଣାସ୍ଥଳରେ ଶାନ୍ତି ବର୍ତ୍ତମାନ ଦେଖିବାକୁ ମିଳିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଅପରାହ୍ନ 3ଟା ସମୟରେ ପୋଲିସର ତଦନ୍ତ ହେଲା ପରେ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡକୁ ପଠାଇଛି ଏବଂ ଘଟଣାସ୍ଥଳରେ 28 ଜଣଙ୍କୁ ଅଟକ ରଖିଛି ପୋଲିସ। ଏଥିରେ ଅନେକ ନାବାଳିକ ମଧ୍ୟ ଥିବା ଜଣାପଡ଼ିଛି। ତେବେ ସେମାନଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ମିଳିଛି ଏବଂ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ଏଙ୍ଗେଲରୁ ରକ୍ତ ଛିଟା, ଟାଙ୍ଗିଆ, କାଠଫାଳିଆ ଜବତ କରିବା ସହ ପୋଲିସ ଅଧିକ ତଦନ୍ତ କରୁଛି। ଜଣେ ଆଇଥିଲା କି ଫୋନ କରୁଛି ବୋଲି କହିଲା ବାବୁ ଫୋନ କରିଥିଲା ମତେ କୁହ ମୁଁ ଶୁଣ ଥାନା ଯିବା ଚାଲ ଡିସାଇଡ କରିବା ବୋଲି ଗୌଡ଼ିଲେ ମୁଁ ଗାର ଶତ୍ରୁ ହୋଇଥିଲି ମୁଁ ଗାର ବଳା ବୋଲେ ଆଇଥାନ୍ତି। ଗୁଣିଗାରେଡ଼ି ବିଷୟରେ ମୋ ନନାକୁ ସବୁ ମାନେ ଏମିତି ମାରିଛନ୍ତି ସାର୍। କିଏ ମାରିଛି? ସାହିର ଯେତିକି ସବୁ ମିସ୍ତ୍ରୀ ଷ୍ଟାଫ୍ ସାହିର ଏମିତି ଯେତିକି ସାହିର ଅଛନ୍ତି ଅଧେ ଲୋକ ପୁରା। ରାତିରେ ଘଟଣା କ'ଣ? ତମ ଘଟଣା ରାତିର ଘଟଣା ମାନେ କିଏ ଗୋଟେ ଫୋନ୍ କରିଥିଲା ମୋ ବାବାଙ୍କୁ, ମୋ ନନାକୁ କିଏ ଗୋଟେ ଫୋନ୍ କରିଥିଲା। ସେ ଅଭଦ୍ର ଭାଷାରେ ସେ ଗାଳି କଲା। ହେଲେ ସେ ଯଦି ଗାଳି କଲା ବୋଲେ ଇଏ ତ ସେ ଯଦି ଖରାପ ଭାଷାରେ ଯଦି ଆକୁ ଗାଳି କଲା ସେ କେବେ ଭଲ ଭାଷାରେ କହିପାରିବ କି? ସେ ଯେମିତି ଗାଳି କଲା ଇଏ ତାକୁ ସେମିତି ଗାଳି କଲା। ହେଲେ ସେ ଗାଳି ପାଇଁ ବୋଲିକି ତାକେ ଦାଣ୍ଡକୁ ଆସିଥିଲେ। ଫୋନ୍ କଲ ବୋଲିକି ସବୁ କହିଲେ। ଫୋନ୍ କଥା ତ ସରି। ତାପରେ ବିପନ ବୋଲି ଜଣେ କ୍ୟାନ୍ସରରେ ବି 2 ଦିନ ତଳେ ମରିଲେ। ତାଙ୍କ କ୍ୟାନ୍ସରରେ ମରିଲେ କ'ଣ ରୋଗ ହେଇଥିଲା କ'ଣ କି ସେଇଟା ପାଇଁ ବୋଲି ମାନେ ତାକୁ ଆମ ନନା ମାରି ଦେଇଛନ୍ତି ବୋଲି ସବୁ କହୁଛନ୍ତି। 10 ମାସ ହେଲା ସେ ବେଡ୍ରେ ପଡ଼ିଥିଲା। ମୋ ନନା ମାରି ଦେଇଛନ୍ତି ବୋଲି କହୁଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ କହିବେ ନା କିଏ କୋଉମାନେ ମାରିଛନ୍ତି ଭାବୁଛନ୍ତି ଆପଣ? ଥାନା ଭିତରେ ଅଛନ୍ତି 25 ଜଣ ଅଛନ୍ତି ସାର୍। ଖାଣିକି ମାନେ ମୁଣ୍ଡରେ କିଛି ନାହିଁ ସାର୍। ଘରେ ମାରିଥିଲେ? ଘରେ ନାହିଁ, ସାହି 3 ସାହି ବୁଲେଇକି ମାରିଛନ୍ତି। ଯଦି ଜଣଙ୍କର ଯଦି ଭୁଲ ହେଲା ପରେ ପ୍ରୁଫ୍ ଦରକାର। ସେ ପ୍ରୁଫ୍ ଥାଇକି ସିନା ତମେ ହାତ ଦେଇପାରିବ। ବିନା ପ୍ରୁଫ୍ରେ ତାଙ୍କେ ମାରି ଦେଇଛନ୍ତି। ସାହି ବୁଲେଇଲା ବେଳକୁ ସେ ବଞ୍ଚିଥିଲେ ନା ମରିଥିଲେ? ବଞ୍ଚିଥିଲେ, ଲହୁଲୁହାଣ ହେଇଯାଇଥିଲେ। ମାନେ ଘର ପୁରା ଷ୍ଟାର୍ଟିଂରୁ ମାରି ସାହି ଯାକ ବୁଲେଇଛନ୍ତି। ସେଠି ଆଇସି ସାର୍ ଆଉ ମୋ ହଜବେଣ୍ଡ ଯାଇକି ପୋଲିସ ଜିପ୍ରେ ଯେତେବେଳେ ଗଲେ ସେତେବେଳେ ଯେତିକି ମାରିଆ ଲୋକ ଯା ସବୁ ପଳେଇଲେ। ଯେ ଯୁଆଡ଼େ ପଳେଇଲେ ଆମ ନନା ମାନେ ସେ ତଳ ସାହି ଚଉରା ଛେଦରେ ସେଠି ସେମିତି ବ୍ୟବସାୟୀ ପଡ଼ିଗଲେ। ସାଙ୍ଗେ ସାଙ୍ଗେ ମୋ ହଜବେଣ୍ଡ ଆଉ ଆଇସି ସାର୍ ସବୁ ମିଶିକି ପୋଲିସ ଜିପ୍ରେ ମେଡ଼ିକାଲ ଧରିକି ଆସିଲେ। ମେଡ଼ିକାଲ ଆସିଲା ପରେ ମାନେ ଟିକେ ନିଶ୍ୱାସ ଯାଉଥିଲା।
ଅଷ୍ଟମୀ।